भगवते वासुदेवाय। एकादश स्कंद अष्टविंशाध्याय। क्रियायोगर विधिमान अष्टाविंश अध्याय वर्णन। उद्धव कृष्णर वचने कहे भक्ति अनुमाने। उद्धव उवाच शरीर बहि ए संसारे जीव सकल कर्म करे। तुम्भ भक्ति जोग जेते मते कहिल नाना मते। माया प्रपंच ए जगत तुम्भ चरण मात्र सत्य। भकत जन तपयरे पूजन्ति जे मंत प्रकारे। वेद आगम शास्त्र मते परम धर्म ए जगते। व्यास अंगिरा ब्रह्मसुत जे धर्म ताहांकर मत। सकल ग्रंथ अवधारी से कर्म जोग साध्य करी। कर्म साधन नाना मते कहन्ति प्राणी श्रेय अर्थे। ए कर्म जोग तुम्भे मुखे कहिछ मुनि को प्रत्यक्षे। तो मुख कमलु गलित सुचि सुरुचि सुललित। एकथा पार्वती सम्मुखे ईश्वर कहिछन्ति मुखे। ए कर्म जोग धर्म सार सकल वर्णे अधिकार। स्त्री शूद्र आदि जेते प्राणी तरन्ति कर्म जोग जानी। मम न बिना कर्म जोगे स्थिर न रहे हृद भागे। अमल कमल लोचन जे कर्म बंध विमोचन। जे मंते जीवन उद्धार कह हे कमलार बर। शुणी उद्धव वाक्य सार बोलन्ति प्रभु दामोदर। श्री भगवान वाच अनंत महिमा कर्मर के करि पारिब गोचर। किछि कहिबा संख्य परे शुणी उद्धव मन स्थिरे। जे कर्मे जोग प्रकरण अशेष जीव परित्राण। आगम निगम प्रमाणे सकल शास्त्र जाब खाणे। त्रिविध मते से कहन्ति मोहर पूजा अर्थे चिंती। एणु जाहार जेणे इच्छा करन्ति नाना मते दीक्षा। अशेष जन्म पुण्य भाग्य मते पूजन्ति कर्म योग्य। ब्राह्मण कुले जन्म होई यज्ञ पवित कंधे बही। गुरु चरण करी धरी गायत्री उपदेश स्मरी। श्रद्धा भक्ति करी चिते जे अबा पूजिब जे मन्ते। शुण मो पूजा विधि जेते भावे कहिबा तो ग्रते। प्रतिमा स्थापी भूमि तले अथवा स्तंडिले अनले। सूर्य पूजिब किबा जले अथवा हृदय मंडले। श्रद्धा भक्ति जुत चित्ते द्रव्य संचीण नाना मते। गुरु चरण भावे भोजी मते पूजिब माया तेजी। स्वभावे शुचिमंत होई दंत बदन जले धोई। स्नान करिब यथा काले प्रभाते पुण्य नदी जले। वेद आगम मंत्र तंत्रे स्नान करिब शुद्ध मते। जे मते श्रद्धारे पूजिब
ସେ ନିତ୍ୟ କର୍ମେ ନିତ୍ୟ ଥିବ କେବଳ ଈଶ୍ୱର ଭାବନେ ସଂକଳ୍ପ କରି ଶୁଦ୍ଧ ମନେ ଦାରୁ ପାଷାଣ ଧାତୁମୟୀ ଲେପ ଲେଖନ ମଣିମୟୀ ବାଲୁକାମୟୀ ମନମୟୀ ହେମନ୍ତ ପ୍ରତିମା ଭିଆଇ ଏ ଅଷ୍ଟ ପ୍ରକାରେ ପ୍ରତିମା ସୁନ୍ଦର ସ୍ୱରୂପ ଉତ୍ତମା ଯେବେ ନିମୃତ୍ତି ଚଳାଚଳ ବିଷ୍ଣୁର ପୂଜାର ମନ୍ଦିର ନିର୍ମାଣ କରି ବିଷ୍ଣୁ ରୂପେ ନିଶ୍ଚଳେ ପୂଜିବ ସମୀପେ ଯେ ଆବାହନ ବିସର୍ଜନ ଚଳ ପ୍ରତିମାର ଅର୍ଚ୍ଚନ ଅଚଳେ ନ କରି ମନ୍ତ ଏ ବୁଧ ଜନଙ୍କର ମତ ଲେପ ଲେଖନେ ଯେତେ ହୋଇ ସ୍ନାନ ମାର୍ଜନା ନ କରାଇ ସ୍ନାନ ମାର୍ଜନେ ଇଚ୍ଛା ଯେବେ ଦର୍ପଣେ କରାଇବ ତେବେ ଯତ୍ନେ ଉତ୍ତମ ଦ୍ରବ୍ୟ ଆଣି ପବିତ୍ର ଗନ୍ଧେ ପୁଷ୍ପ ପାଣି ମାୟା ନଥିବ ଦେହ ମଧ୍ୟେ ବିଧାନେ ପୂଜିବ ଆନନ୍ଦେ ଯଦ୍ୟପି ଭକତ ଅଗ୍ରତେ ଯେ କିଛି ଲୋଭେ ଅକସ୍ମାତେ ତେଣେ ପୂଜିବ ନର ହରି ହୃଦେ ଭକତି ଭାବ ଧରି ଦିବ୍ୟ ପ୍ରତିମା ପୂଜା ଯେବେ ନାନା ଉପହାର ସ୍ୱଭାବେ ଚନ୍ଦନ ବସ୍ତ୍ର ଅଳଙ୍କାର ଭକ୍ଷ୍ୟ ଭୋଜନ ମନୋହର ସ୍ଥଣ୍ଡିଳେ ଯେବେ ପୂଜା କରି ମନ୍ତ୍ର ବ୍ୟବହାରେ ନ୍ୟାସ କରି ଅନଳେ ପୂଜିବ ଯେ ମତେ ହୋମ କରିବ ମୂଳ ମନ୍ତ୍ରେ ରବି ପୂଜିବ ଅର୍ଘ୍ୟ ଜଳେ ମୁଥାଇ ଆଦିତ୍ୟ ମଣ୍ଡଳେ ଏଣୁର ସ୍ଥଳ ବସ୍ତୁ ଯେତେ ଦେବ ଆଦିତ୍ୟ ମୁଖ୍ୟ ମତେ ଜଳେ ପୂଜିବ ଜଳ ଦ୍ରବ୍ୟେ ଏ ମୋର ପୂଜାର ସ୍ୱଭାବେ ଦରିଦ୍ର ପ୍ରାଣୀ ଯେବେ ମତେ ଦୃଢ଼େ ପୂଜଇ ଭାବ ଚିତ୍ତେ ଆହାର ଜଳ ପୁଷ୍ପ ମୁହିଁ ଅଣୁ ପ୍ରମାଣେ ଯେବେ ପାଇ ସନ୍ତୋଷେ କରଇ ଆହାର ଯେଣୁ ଭକତ ବନ୍ଧୁ ମୋର ସେ ଯେବେ ଅଣୁ ମାତ୍ରେ ଦେଇ ମୁଁ ତାହା ବହୁତେ ଘେନଇ ଯେ ମେରୁ ତୁଲ୍ୟ ନାନା ଦ୍ରବ୍ୟେ ମତେ ସମର୍ପଇ ଭାବେ ଶ୍ରଦ୍ଧା ନ ଥାଇ ଅନ୍ତର୍ଗତେ ମୁଁ ତାହା ଛୁଇଁବି କେମନ୍ତେ ସୁଗନ୍ଧ ପୁଷ୍ପ ଧୂପ ଦୀପ ବସ୍ତ୍ରଭୂଷଣ ନାନା କଳ୍ପ ତେଣେ ମନାହି ମନ ଶୁଦ୍ଧି ଏବେ ଶୁଣ ପୂଜା ବିଧି ଯେ ଭାବେ ଯେ ମନ୍ତେ ପୂଜିଲେ ଜୀବ ନିସ୍ତାର ଲଭେ ଭଲେ ପବିତ୍ର ଜଳେ ସ୍ନାନ କରି ବସ୍ତ୍ର ତିଳକ କୁଶ ଧରି ସକଳ ଦ୍ରବ୍ୟ ଅବଧାନେ ଘେନି ମିଳିବ ପୂଜା ସ୍ଥାନେ ବ୍ରାହ୍ମଣ ପୂଜେ ଯେବେ ମତେ ଅଖଣ୍ଡ କୁଶ ଘେନି ହସ୍ତେ ମନ୍ତ୍ର ଉଚ୍ଚାରି ପୂର୍ବ ଅଗ୍ରେ କୁଶ ସ୍ଥାପିବ ଭୂମି ଭାଗେ ପୂର୍ବ ଦିଗକୁ ମୁଖ କରି ବସିବ ଆସନ ସୁମରି ଅଙ୍ଗ ଶୋଧିବ ଅଙ୍ଗନ୍ୟାସେ ମନ୍ତ୍ର ଉଚ୍ଚାରିବେ ନିପାସେ ମନ୍ତ୍ର ସୁମରି କୁଶନୀରେ ମାର୍ଜନା କରି ଆତ୍ମଶିରେ ପୂଜାର ଦ୍ରବ୍ୟ ପୂଜା ଭୂମି ମାର୍ଜିବ ଆପଣା ମୂର୍ଧନି ବାହ୍ୟ ପବିତ୍ର କରି ଗାତ୍ର
ସମ୍ମୁଖେ ସ୍ଥାପି ତିନି ପାତ୍ର, କ୍ରମେ ସ୍ଥାପିବ ତିନି ସ୍ଥାନ, ଯେ ପାଦ୍ୟ ଅର୍ଘ୍ୟ ଆଚମନ। ଓଙ୍କାର ପୂର୍ବ ନମ ମନ୍ତ୍ରେ, ଶୋଧନ କରି ପାଦ୍ୟ ପାତ୍ରେ, ସ୍ୱାହା ସୁମରି ଅର୍ଘ୍ୟ ପାତ୍ର, ପ୍ରକ୍ଷଣ କରିବ ପବିତ୍ର। ତୃତୀୟ ଆଚମନ ପାତ୍ରେ, ଜଳକ୍ଷେ ପିବ ଶିକ୍ଷା ମନ୍ତ୍ରେ, ଗାୟତ୍ରୀ ମନ୍ତ୍ରେ ସର୍ବଦ୍ରବ୍ୟେ, ଜଳ ସିଞ୍ଚିବ ଶୁଦ୍ଧ ଭାବେ। ସମ୍ପୁଟେ ଯୋଡ଼ିବେନି କର, ଚିନ୍ତିବ ହୃଦୟ କମଳ, ମନ ପବନ କରି ସ୍ଥିର, ଆସନେ କୁଞ୍ଚିତ ଆଧାର। ପରମ ଆତ୍ମା ଦିବ୍ୟ ମୂର୍ତ୍ତି, ହୃଦୟ ପଦ୍ମ ମଧ୍ୟେ ଚିନ୍ତି, ଲବନି ମିଶ ଦଣ୍ଡ ମାତ୍ରେ, ମୂର୍ତ୍ତି ନିଶ୍ଚଳ କରି ଗାତ୍ରେ। ଏମନ୍ତ ଧ୍ୟାନ ପୂଜା ସାରି, ପଛେ ମଣ୍ଡଳେ ପୂଜା କରି, ସ୍ୱମନ୍ତ୍ରେ ଆବାହନ କରି, ଦେହେ ସ୍ଥାପିବ ମୁଦ୍ରା ଧରି। ହୃଦୟ ଆଦି ଚାରି ଦେଶେ, ନ୍ୟାସ କରିବ ମନ୍ତ୍ର ନ୍ୟାସେ, ବିବିଧ ଦ୍ରବ୍ୟ ଉପହାରେ, ପୂଜା ପ୍ରକାଶିବ ବ୍ୟବହାରେ। ଯେ ପାଦ୍ୟ ଅର୍ଘ୍ୟ ଆଚମନ, ମନ୍ତ୍ରେ କରିବ ନିବେଦନ, ଧର୍ମାଦି ଅଷ୍ଟ ମୂର୍ତ୍ତି ଧ୍ୟାନେ, ମନ୍ତ୍ରେ ସ୍ଥାପିବ ଯଥାସ୍ଥାନେ। ବିମଳା ଆଦି ନବ ଶକ୍ତି, ନ୍ୟାସେ ପୂଜିବ ଯଥାସ୍ଥିତି, ମଧ୍ୟେ କଳ୍ପିବ ଅଷ୍ଟଦଳ, କୋମଳ ଉଜ୍ଜଳ କମଳ, କର୍ଣ୍ଣିକା କେଶର ସହିତେ, ବେଦ ଆଗମ ମନ୍ତ୍ର ତନ୍ତ୍ରେ। ଏମନ୍ତେ ପୂଜିବ ବିଧାନେ, ଯେପରି ଭେଦ ଅନୁମାନେ। ଶଙ୍ଖ ଚକ୍ର ଗଦା କମଳ, ପୂଜିବ ଲଙ୍ଗଳ ମୂଷଳ, ଖଡ଼ଗ ବାଣ ସରାସନ, ଯେ ବିଧି ଅସ୍ତ୍ର ପୂଜା ସ୍ଥାନ। ଶ୍ରୀବତ୍ସ ବନ ମାଳା ମଣି, ଧ୍ୟାନେ ପୂଜିବ ସ୍ଥାନ ଜାଣି, ସମ୍ପୂର୍ଣ୍ଣ ପାରିଷଦ ବୃନ୍ଦ, ସୁବଳ ନନ୍ଦ ଯେ ସୁନନ୍ଦ। ପ୍ରଚଣ୍ଡ ମହାବଳ ଚଣ୍ଡ, ସୁବୀର ଗରୁଡ଼ ଉଦଣ୍ଡ, କୁମୁଦ କୁମୁଦ ଲୋଚନ, ପାର୍ବତୀ ପାର୍ବତୀ ନନ୍ଦନ। ପୂଜିବ ବ୍ୟାସ ବିଶ୍ୱକେଶନ, ଗୁରୁଙ୍କ ତୁଲେ ଦେବଗଣ, ସମସ୍ତ ପାର୍ଷଦ ବିଧାନେ, ପୂଜିବ ନିଜ ନିଜ ସ୍ଥାନେ। କର୍ପୂର ଉସିର ଚନ୍ଦନ, କୁକୁମ ଗଳା ଜଳେ ସ୍ନାନ, ଦିବ୍ୟ ଉପହାର ଘଟନେ, ନିଗମ ଆଗମ ବଚନେ। ସୁଗମ ବସ୍ତ୍ର ଅଳଙ୍କାର, ଯଜ୍ଞୋପବୀତ ଉପହାର, ଲେପନ ସୁଗନ୍ଧ ଚନ୍ଦନ, ବକ୍ଷ ଗଣ୍ଡରେ ସୁମଣ୍ଡନ। କୁସୁମ ପାଦ୍ୟ ଅର୍ଘ୍ୟ ଦାନ, ଗନ୍ଧ ଅକ୍ଷତ ଆଚମନ, ସୁମନୋହର ଧୂପ ଦୀପ, ଶ୍ରଦ୍ଧାରେ ଦେବମ ସମୀପ। ଗୁଡ଼ ପାୟସ ଘୃତ ପାକ, ନାନା ପ୍ରକାରେ ଯେ ମୋଦକ, ଅନ୍ୟ ବ୍ୟଞ୍ଜନ ନାନା ପାକ, ଉପପ୍ରପାନ ସୁପୋଷାକ। କ୍ଷୀର ବିକାର ଯେତେ ମିଳେ, ସୁଗନ୍ଧ ସୁଶୀତଳ ଜଳେ, ବିଭବ କ୍ରମେ ମିଳେ ଯେତେ, ଥୋଇବ ମୋହର ଅଗ୍ରତେ। ସୁଗନ୍ଧ ତୈଳେ ଅଭ୍ୟଙ୍ଗ,
ମର୍ଦ୍ଦନ କରି ମୋର ଅଙ୍ଗ ଦନ୍ତ ଧାବନ ଅଭିଷେକ ବିଧି ପ୍ରକାରେ ଏକୁ ଏକ ଆନନ୍ଦେ ମୋର ପୂଜା ସାରି ପ୍ରମୋଦେ ନୃତ୍ୟ ଗୀତ କରି ମତେ ପୂଜିବ ବାରେ ବାରେ ଯଥା ବିଭବ ଅନୁସାରେ ପୂଜାର ଅନ୍ତେ ଅଗ୍ନିକୁଣ୍ଡେ ହୋମ କରିବ ମନ୍ତ୍ର କାଣ୍ଡେ ଅନଳ ମଧ୍ୟେ ରୂପ ମୋର ଦେଖିବ ଏମନ୍ତ ପ୍ରକାର ତପ୍ତ କାଞ୍ଚନ ମନୋହର ଅତି ରୁଚିର କଳେବର ନିଜ ଆୟୁଧ ଚାରି ଭୁଜେ ପୀତବସନ କଟି ମାଝେ କିରୀଟ କୁଣ୍ଡଳ ବିରାଜେ ରତ୍ନ ମେଖଳା କଟି ସାଜେ ମର୍କତ କେଉର କଙ୍କଣ ହୃଦୟରେ ଶ୍ରୀବତ୍ସର ଚିହ୍ନ କୌସ୍ତୁଭ ମଣି ଶୋହେ ଗଳେ ସୁନ୍ଦର ଦିଶେ ବନମାଳେ ଏ ଦିବ୍ୟ ରୂପ ଅଗ୍ନି ମଧ୍ୟେ ଧ୍ୟାନେ ଚିନ୍ତିବ ହୃଦ ପଦ୍ମେ ଘୃତ ଆହୁତି ମୂଳ ମନ୍ତ୍ରେ ହୋମ କରିବ ବେଦ ମତେ ଯେ ନାମ ଗୋତ୍ର ଉଚ୍ଚାରିଣ ପୂଜିବ ପାରିଷଦ ଗଣ ପ୍ରଣାମ କରି ଜଣେ ଜଣେ ପୂଜିବ ବେଦ ଉଚ୍ଚାରଣେ ଏ ଅନ୍ତେ ପାରିଷଦ ଗଣେ ବଳି କରିବ ସମର୍ପଣେ ନିଶ୍ଚଳେ ମୂଳ ମନ୍ତ୍ର ଜପି ବ୍ରହ୍ମ ସ୍ମରଣେ ଚିତ୍ତ ସ୍ଥାପି ଧ୍ୟାନେ ଭୋଜନ ଶେଷ ଜାଣି ସମର୍ପି ଆଚମନ ପାଣି ମୋର ନିର୍ମାଲ୍ୟ ଶେଷ ଭାଗ ବିଶ୍ୱକେଶନ ତାହା ଦେବ କର୍ପୂର ଗନ୍ଧ ଫଳ ମିଶେ ତାମ୍ବୁଳ ଦେବ ମୁଖ ବାସେ ପୁଣି ସୁଗନ୍ଧ ପୁଷ୍ପ ନେଇ ପୂଜିବ ପୁଷ୍ପାଞ୍ଜଳି ଦେଇ ମୋର ପବିତ୍ର ଯଶ ଗୁଣ ମଙ୍ଗଳ ନାମ ଉଚ୍ଚାରଣ ନୃତ୍ୟ କରିବ ଉଚ୍ଚେ ଭଣି କର୍ଣ୍ଣେ ମୋହର କଥା ଶୁଣି ମୋହର କର୍ମ ସମୁଦାୟ ଯତ୍ନେ କରିବ ଅଭିନୟ ମୋ କଥା ଶୁଣି ଶୁଣାଇନ ଏକାଗ୍ର ଭାବ କରି ମନ ମୁହୂର୍ତ୍ତେ ଅବା କିଛି କ୍ଷଣ ସମୟ କରିବ ହରଣ ସ୍ତୁତି ପଠନେ ମୋର ମନ ସ୍ତବନେ କରାଇ ପ୍ରସନ୍ନ ବେଦ ପୁରାଣେ ସ୍ତୁତି ଯେତେ ଆନନ୍ଦେ ପଢ଼ି ମୋ ଗ୍ରତେ ନମସ୍ତେ ଲକ୍ଷ୍ମୀ ଦେବୀ କାନ୍ତ ଉଚ୍ଚାରି ଯୋଡ଼ିବେନି ହସ୍ତ ତ୍ରିବାର କରି ପ୍ରଦକ୍ଷିଣ ଦଣ୍ଡ ପ୍ରଣାମ ପୁଣ ପୁଣ ମୋର ଚରଣେ ଶିର ଦେଇ ବୋଲିବ କୃଷ୍ଣ ତ୍ରାହି ତ୍ରାହି ଅନାଦି ଧର୍ମ ନିରାକାର ଭବ ସାଗରୁ କର ପାର ଏ ରୂପେ ନମସ୍କାର କରି ଶେଷ ନିର୍ମାଲ୍ୟ ଶିରେ ଧରି ଯେବେ କରିବ ବିସର୍ଜନ ଦେଖିବ ନିଜେ ହୃଦେ ପୂର୍ଣ୍ଣ ଏ ରୂପେ ମୋର ରୂପ ଯେତେ ମୂର୍ତ୍ତି କରାଇ ଶୁଦ୍ଧ ଚିତ୍ତେ ନିତ୍ୟେ ପୂଜିବ ଶ୍ରଦ୍ଧା ଭାବେ ଯେ ବିଧି ପୂଜାର ପ୍ରସ୍ତାବେ ଏମନ୍ତ ଭାବେ ନିତ୍ୟେ ନିତ୍ୟେ ଯେ ପ୍ରାଣୀ ପୂଜୁଥାନ୍ତି ମତେ ସର୍ବ ସମ୍ପଦ ଅନୁକୂଳ ଲଭନ୍ତି ପରମ ମଙ୍ଗଳ ମୋର ପ୍ରତିମା କରି ବେଶ ଦୃଢ଼ ମନ୍ଦିରେ ଦେଇ ବାସ
सुगंध पुष्प उपवन नाना प्रकारे क्रीड़ा स्थान मोहर उत्सव सहिते करिब शक्य अनुमते मोर उत्सव पर्वा पर्वे भावे पूजिब नाना द्रव्ये एमन्ते पूजी बहु विधे बंचिब उत्सव आनंदे कृषि वाणिज्य व्यवहारे जीविका उपाय प्रकारे निवासपुर ग्राम आदि जेय बा संपद प्रसिद्धि समर्पी मोहर चरणे मो नाम उच्चारि बदने सालोक्य मुक्तिपद तार निवास लभे मोर पुर ए मोर पूजार लक्षण उद्धव एक मने शुण जे मते द्यन्ति गृह दान हेड़े लोभन्ति त्रिभुवन मते मंडीपे स्थापी जेबे प्रतिष्ठा करे प्रिय भावे सपत द्वीपे होए राजा मोहर प्राय लभे पूजा जे मते पूजे ए संसारे से ब्रह्म लोक भोग करे सारूप्य मुक्ति ए संसारे लभन्ति ए तीनि प्रकारे जे निरपेक्ष भक्ति जोगे आत्मा निस्तार सुख मार्गे मोर चरणे दृढ़े भजे माया संसार धर्म तेजे केवल लाभ मोर धाम से प्राणी लभे पूर्ण काम विविधता पुंसे निस्तारे न बुड़े घोर अंधकारे ए रूपे मते जे पूजन्ति हृदय भक्ति भाव चिंती मोर से बने निरवधि से प्राणी लभे सर्वसिद्धि शुण उद्धव कहूँ तते जे पापी जन ए जगते स्वदत्व पर दत्व वृत्ति जे जन अज्ञाने हरन्ति देव ब्राह्मण तापसोके से काहूँ थिबे नर लोके जीवन अन्ते कुंभी पाके पड़न्ति विष्ठा कृमि रूपे केवल नरक आहार करन्ति लखे संवत्सर जे अबा कृष्ण कर्म करे जे अबा साहा हन्ति तारे जे बा आपणे न पारई परे कराई हेतु होई जे मोर पूजा कर्म देखी सुखे आनंदे बुझे आखि ए चारि जणे समफल लभन्ति कहिले गोपाल उद्धव शुणी कृत कृत्य नमई दास जगन्नाथ इति श्रीमद्भागवते महापुराणे पारमहंस्यां संहितायां एकादश स्कंदे श्रीकृष्ण उद्धव संवादे क्रियायोग कथनं नाम 28 अध्याय। ओं नमो भगवते वासुदेवाय।